ଏଇଟା ଭାରି କଷ୍ଟ ରେସିପି। ମନ ଧ୍ୟାନ ଦେଇ ସମସ୍ତେ ଶୁଣନ୍ତୁ, କୁଆଡ଼େ ବି ଯାଆନ୍ତୁନି। ବୋଉ ବନଉଥିବା ବେଳେ ଏମିତି ଟିକେ କହିଦେଲି। ପ୍ରଥମେ ପାଣି ଗରମ ହେଲା ପରେ ଲୁଣ ହଳଦୀ ପକାଇଦେଲା, ତାପରେ ଟମାଟୋ ପକାଇଦେଲା। କାଲି ରାତିରେ ଭିଜେଇ ରଖିଥିଲା ମଟର, ତାକୁ ମଧ୍ୟ ଭଲସେ ଧୁଆଧୁଇ କରି ପକାଇଦେଲା। ତାପରେ କିଛି ହରଡ଼ ଡାଲିକି ଭଲସେ ଧୁଆଧୁଇ କରି ପକାଇଦେଲା। ତାପରେ ସବୁ ପନିପରିବାକୁ ବହୁତ ଭଲ ଭାବେ ଧୋଇକି ରଖିଥିଲା, ତାକୁ ମଧ୍ୟ ପକାଇଦେଲା। ମୁଗ ପକାଇଦେଲା, ତାକୁ ଟିକେ ଗୋଳେଇ ଦେଲା। ବହୁତ ଜୋରରେ ସେ ଫୁଟିବାକୁ ଲାଗିଲା। ତାପରେ ତା ପ୍ରେସରର ମୁହଁ ଦେଇଦେଲା। ତାପରେ କିଛି ସମୟ ପରେ ସିଟି ମାରିଲା। ଏପଟେ ବୋଉ କ'ଣ କଲା, ନଡ଼ିଆ ଭାଙ୍ଗିକି କୋରିଦେଲା। ହୁଇସିଲ୍ ବାହାର କରିକି ଦେଖିଲା ବେଳକୁ ଡାଲି ପ୍ରସ୍ତୁତ ହୋଇଯାଇଛି। ସେଥିରେ ନଡ଼ିଆ ପକାଇ ତାକୁ ବହୁତ ଭଲ ଭାବେ ଗୋଳେଇ ଦେଲା। ଆରପଟ କଡ଼େଇରେ ତେଲରେ ଲଙ୍କା ଫୁଟଣ ଦେଇକି ବହୁତ ଭଲ ଭାବେ ବଘାରି ଦେଲା। ବଘାରିଥିବା ଡାଲିକୁ ଡାଲିରେ ମିଶାଇ ତାକୁ ଭଲ ଭାବେ ଗୋଳାଇ ନେଲା।